କହିବେ ବସନ୍ତ ବାବୁ ଯେତେବେଳେ ଆଜି ଗୋଟେ ସକାଳେ ଗୋଟେ ପ୍ରେସ୍ ମିଟ୍ ହେଇଥିଲା ପୁଣି ସନ୍ଧ୍ୟାବେଳେ ହଠାତ୍ ଡକେଇଲେ କ'ଣ ରିଜିନ୍ କ'ଣ ଆଉ କ'ଣ ଅଭିଯୋଗ ଥିଲା କୁହନ୍ତୁ। ସମସ୍ତଙ୍କୁ ନମସ୍କାର। ମୁଁ ବସନ୍ତ କୁମାର ବେହେରା, କର୍ମଚାରୀ ସଂଘର ସଭାପତି। ଆମର ରବି ଯେଉଁ କାମ କରୁଥିଲେ ଶ୍ରୀମନ୍ଦିରରେ ଟିକେ ଭୁଲ ବୁଝାମଣା ଥିଲା, ବୋଧେ ତାଙ୍କର ହିସାବ ପତ୍ର ଠିକ୍ ଭାବରେ କରିନଥିଲେ। ଯେଉଁ ଆଲିଗେସନ୍ ଆଣିଥିଲେ ଆମର ପ୍ରଯୋଜକ ଶ୍ରୀଯୁକ୍ତ ପ୍ରମୋଦ କୁମାର ସାହିଙ୍କ ନାଁରେ କାଳିଆ ଆଜ୍ଞା ଆଜ୍ଞା। କିନ୍ତୁ ଏଠି ଆସି ଆମେ ଯେତେବେଳେ ସଂଘ ତରଫରୁ ଆସିଲେ ସମସ୍ତେ ହିସାବ କଲେ। ହିସାବ କରିବାରୁ ଆମେ ଦେଖିଲେ ଯେ ଅଲରେଡ଼ି ୟାଙ୍କର ପଇସା ଓଭରଡ୍ୟୁ ହେଇଛି, ୟାଙ୍କୁ ଫେରେଇବାର ଅଛି। ଆଉ ତେଣୁକରି କାଳିଆକୁ କହିଲେ ପିଲା କରୁଥିଲା ଲୋକ ତୁମେ ନେଇଯାଇଛ, ପିଲାଙ୍କୁ ଦେଇଦେଇଥିବ, ଖର୍ଚ୍ଚ ବାର୍ଚ୍ଚ ହେଇଯାଇଥିବ, ତେଣୁ ଫେରେଇବା କଥାଟା ଛାଡ଼ିଦିଅ। ଯେଉଁଟା ମୋ ନାଁରେ କହିଦେଇଛ, ମୁଁ ତ ଦେଖୁଛ, ମୁଁ ତ ପଇସା ତୁମର ପାଇବାର ଥିଲେ ଏବେ ଦେଇଦେଇଥାନ୍ତି। ଆଉ ଛାଡ଼, ଯାଉ ଯାହା ହେଲା ହେଲା। ତାହେଲେ ଯେଉଁ ବିବାଦ ଅଛି ଅଲଗା ଅନୁଷ୍ଠାନ ତାକୁ ନେଇ କ'ଣ ଅନୁଷ୍ଠାନରେ ଅଛି ଆଜ୍ଞା, ଅଲଗା ଅନୁଷ୍ଠାନରେ ଅଛି। ଯେ ଆମେ ଯାଇଥିଲୁ ଓମକାର ମାଲିକଙ୍କ ପାଖକୁ, ସିଏ ସେମିତି କହିଲେ, ବହୁତ ଆଲିଗେସନ୍ ଆଣିଲେ ଯେ ପିଲାମାନେ ତାଙ୍କର ଯେଉଁ ମାନେ ଅଳ୍ପ ପିଲା ଦେଇକିରି ଅଧିକା ପଇସା ନେଉଛନ୍ତି। ତାପରେ ଏସବୁ ଯେଉଁ କେବୁଲ୍ ଚୋରି, ତାପରେ ଭ୍ୟାକ୍ୟୁମ୍ କ୍ଲିନର, ଏସବୁ ଜିନିଷ। କେବେ ଜଣେ 50 ଜଣଙ୍କର କଣ୍ଟାକ୍ଟ ନେଇଛି ମାନେ କେବେ 50 ରଖିପାରିବ ନାହିଁ। ନିଶ୍ଚିତ କମ୍ ପିଲା କରିବ, ଏଇଟା ସବୁ ପାର୍ଟିରେ ହୁଏ, ଏଇଟା কোনো ନୂଆ କଥା ନୁହଁ। ଆଉ ବାକି ରହିଲା କେବୁଲ୍ କଥା। କେବୁଲ୍ ଶବ୍ଦଟା ବୁଝିପାରୁଛନ୍ତି ନା କ'ଣ? କେବୁଲ୍ ଗୋଟେ ନିହାତି ଆଜ୍ଞା 4-5 ଜଣ ଟେକି ପାରିବେ। ସେ ପିଲା କ'ଣ ଦିନରେ ଚୋରି କରି ନେଇଗଲେ ମେଞ୍ଜର ମାଲିକ କ'ଣ କାନରେ ତେଲ ଦେଇକି ଶୋଇଥିଲା ଆଜ୍ଞା? ସେଗୁଡ଼ା ନୂଆ ଆଜ୍ଞା, ସେଗୁଡ଼ା ମିଠା ଆରୋପ ଲଗାଉଛନ୍ତି। ଗୋଟେ ପଇସା ଦେବାର ଅଛି, ଯାହାଫଳରେ ଗୋଟେ ମିଠା ଆରୋପ ଲଗାଉଛନ୍ତି ସେମାନେ। ମୁଁ ତାଙ୍କୁ ତଥାପି କହିଲି, ମୁଁ କହିଲି ଆପଣଙ୍କର ଯେଉଁ ଅଭିଯୋଗ ଅଛି ଆପଣ ନା ହଁ ସେମାନେ ଆସନ୍ତୁ ଆମ ସାଙ୍ଗରେ ବସିକି ଅଫିସରେ ଆମ ସାଙ୍ଗରେ ଡିସ୍କସନ୍ କରନ୍ତୁ। ଯଦି ନାହିଁ କ୍ଲାଏଣ୍ଟ କହିବା କଥା, ପପୁ ଆଉ ଆମର ଯେଉଁ ସୁଭାଷ ଭାଇ କାମ କରୁଥିଲେ ସେମାନେ କହିବା କଥା, ଆମେ ବାରମ୍ବାର ଫୋନ୍ କରିବା ସତ୍ତ୍ୱେ ସେମାନେ ଫୋନ୍କୁ ରିସିଭ୍ କରୁନାହାନ୍ତି। ଆଉ ଦେଖା କରିବା ପାଇଁ ଗଲେ ଦେଖା ମିଳୁନାହିଁ। ଆଉ ଯଦି ପ୍ରକୃତରେ ତାଙ୍କର ପାଇବାର ନାହିଁ, ସାମ୍ନା କରିବାର ଅସୁବିଧା କେଉଁଠି ରହିଲା ଲୋକ ମୋତେ କହୁନାହାନ୍ତି। ହଁ ନିହାତି ଯଦି ଏଇଠି ଯେମିତି କାଳିବାବୁଙ୍କର ପାଖକୁ ଆସିଲେ, ସେ ବସେଇଲେ, ତାର ଓଭରଡ୍ୟୁ ଖାତା ଦେଖେଇକି ଆମକୁ ଛାଡ଼ିଲେ। ତେଣୁକରି ତାଙ୍କର ସେ କହିଲେ ବି ଯଦି ମୋର ପଇସା ଦେବାର ଅଛି ମୁଁ ସାଙ୍ଗେ ସାଙ୍ଗେ ଦେଇଦେବି ବି କହିଲେ। ତେଣୁକରି ମୋ କହିବା କଥା, ଯାହାଟା ଆଜ୍ଞା ହେଇଛି ଆପସରେ ଯଦି ନ ଦେବାର, ଯଦି ନ ପାଇବାର ଅଛି, ବୁଝାମଣା ହେଇଗଲେ କାଳିଆବାବୁ ଯେମିତି ସମାଧାନ ହେଇଗଲା ସରିଯାଇଥାନ୍ତା। ପିଲୁ ବାବୁ ଓଲଟା କଥା କହୁଛନ୍ତି, ତତେ ମାଲିକ ରଖିଥିଲା, ମାଲିକ ଦେବ, ମୋତେ କାହିଁ ମାଗୁଛୁ? ସେମାନେ କୋଉ କଥାଟା ଆଜ୍ଞା ବିଶ୍ୱାସ କରିବା କହୁନାହାନ୍ତି। କିଏ କହିଲେ? ପିଲୁ ବାବୁ ତାକୁ କହିଲେ ଯେ ଏ ବର୍ଷ ମୁଁ ପାର୍ଟି ଲିଜରେ ଆଣିଛି, ମୁଁ ଏ ବର୍ଷ କଥା ବୁଝିବି, ଏ ବର୍ଷ କଥା ମୁଁ ଜାଣେନି, ଗତ ବର୍ଷ କଥା ମୁଁ ଜାଣେ ନାହିଁ, ତତେ ଯିଏ ରଖିଥିଲା ତାକୁ ତୁ ପଇସା ମାଗ। ତାମାନେ କ'ଣ ଏବେ ଦେବା ପାଇଁ ପଡ଼ିବ ବୋଲି ଗୋଟେ ବାହାନାବାଜି କରୁଛନ୍ତି ସେମାନେ ଆଜ୍ଞା। ତାପରେ ଆଉ ଗୋଟେ ଆଲିଗେସନ୍ ଆଣିଲେ ଆପଣ ଏଗ୍ରିମେଣ୍ଟ କରୁନାହାନ୍ତି, ଆପଣଙ୍କର ବିନା ଏଗ୍ରିମେଣ୍ଟରେ ସବୁ କାର୍ଯ୍ୟ ଚାଲୁଛି। ସେ କ'ଣ ହେଇଛି, ଏଗ୍ରିମେଣ୍ଟ ସୁଭାଷ ଭାଇଙ୍କର ଅଛି, କେବଳ ପପୁର ନାହିଁ। ତାଙ୍କର ଇଲେକ୍ଟ୍ରିକ୍ ପିଲା ପଳେଇ ଯାଇଥିଲେ। ଆଉ ପପୁ ଯେଉଁ ସମୟରେ ତାଙ୍କୁ ସାହାଯ୍ୟ କରିଛି, ତାଙ୍କର ଯାତ୍ରାପାର୍ଟି ବନ୍ଦ ହେଇଯାଇଥାନ୍ତା। ଦୁର୍ଭାଗ୍ୟବଶତଃ ରାଜମନ୍ଦିର ପାର୍ଟି ବନ୍ଦ ହେଇଗଲା। ପପୁର ପିଲା ସବୁ ଘରେ ବସିଥିଲେ। ପପୁ ଯାଇକି ମାନେ ପିଲା ନେଇକି ପହଞ୍ଚିବାରୁ ତାଙ୍କର ଯାତ୍ରା ଚାଲିଲା। ନହେଲେ ଗୋଟେ ଜାଗାରେ ଯାତ୍ରା ହେଲା ପରେ 3 ଦିନ ପରେ 2 ଦିନ ଯାତ୍ରା ହୁଏ ନାହିଁ, ତାଙ୍କର ବନ୍ଦ ହେଲା 2 ଦିନ ପରେ ଯାଏ ଆଉ ଗୋଟେ ଜାଗାରେ ଯାତ୍ରା ହୁଏ। ତେଣୁକରି ପପୁ ଯେଉଁ ଟାଇପ୍ର ଅସୁବିଧାରେ ତାଙ୍କୁ ସାହାଯ୍ୟ କରିଥିଲା, ମୋ ମତରେ ମୁଁ ଅନୁରୋଧ କରିବି, ତାର ଯେତିକି ଟଙ୍କା ବି ପାଇବାର ଅଛି ଦୟାକରି ଏପଟ ସେପଟ କଥା ନ କହିକି ତାଙ୍କୁ ଦେଇଦେଲେ ଆଜ୍ଞା ବହୁତ ଭଲ ହେଇଥାନ୍ତା। କାରଣ ଆପଣ ପାନ ଦୋକାନ ଖୋଲିକି ବସିନାହାନ୍ତି, ଆପଣଙ୍କ ଛକରେ ବସି ରହିବେ, ଆପଣ ଯାତ୍ରାପାର୍ଟି ଓଡ଼ିଶା ସାରା ବୁଲିବେ। ଆପଣଙ୍କ ଜାଗାରେ ବର୍ତ୍ତମାନ ରିହର୍ସାଲ ହେଉଛନ୍ତି, ଆପଣ ଅନେକ କଥା କହିଦେଉଛନ୍ତି। ଖାଲି ତା ଜାଗାକୁ ଯେତେବେଳେ ଯିବୁ, ତାର କ'ଣ ଲୋକ ନାହାନ୍ତି? ସେ ଲେବର ପିଲା କ'ଣ ଯେଉଁମାନେ କାମ କରିଥିଲେ ତାକୁ କ'ଣ ଛାଡ଼ିଦେବେ ନା? ସେମାନେ ଏକାଠି ହେଇପାରିବେନି ଆଜ୍ଞା। ତେଣୁକରି ସେଇଟା କଥା ନୁହେଁ, ଆପୋଷ ସମାଧାନ କରନ୍ତୁ। ଯେମିତି ଆମର କାଳିଆ ଡାକିଦେଲେ, ଆମେ ବାବୁ ଏମିତି ଏମିତି ଅସୁବିଧା ହେଇଛି, ଆସୁନା ହିସାବ କରିଦେବା କହିଲେ, ଠିକ୍ ସେମିତି ଡାକିକି ହିସାବ କରିଦିଅନ୍ତୁ ଆଜ୍ଞା। ଏକାଥରେ ନ ହେଉଛି, ଥରେ 2 ଥର 3 ଥର ଦେଇଦିଅନ୍ତୁ। ଆଉ ବେଶୀ କିଛି ଲୋକଙ୍କୁ କହିବା ପାଇଁ ଚାହେଁନି। ମୁଁ ଶେଷରେ ଅନୁରୋଧ କରିବି, ସେ ମାଲିକଙ୍କୁ ପ୍ରଯୋଜକଙ୍କୁ ଦୟାକରି ତାଙ୍କର ଯାହା ଯେତିକି ଟଙ୍କା ପାଇବାର ଅଛି ଦେଇଦିଅନ୍ତୁ। ଧନ୍ୟବାଦ।